ପେଟ୍ରୋଲ ପମ୍ପ ମାଲିକଠାରୁ ଠକାମିର ଶିକାର ହୋଇଛନ୍ତି ଜମି ମାଲିକ। ଅନେକ ଆଶା ଆଉ ଭବିଷ୍ୟତ ଜୀବନର ସ୍ୱପ୍ନ ଦେଖି ନିଜ ପିତୃ ସମ୍ପତ୍ତି ଜମି ଖଣ୍ଡକ ପେଟ୍ରୋଲ ପମ୍ପ ମାଲିକଙ୍କ ହାତକୁ ଦେଇଥିଲେ ବୃଦ୍ଧ ଚନ୍ଦ୍ର ବାଗ। ହେଲେ ଆଶା ତାଙ୍କର ଆଶାରେ ରହିଗଲା, ଆଉ ଭବିଷ୍ୟତ ସ୍ୱପ୍ନ ତାଙ୍କର ଅନ୍ଧକାର ମଧ୍ୟରେ ହଜିଗଲା। ବୟସର ଅପରାହ୍ନରେ ନିରୀହ ବୃଦ୍ଧ ଜଣଙ୍କ ଦିବ୍ୟାଙ୍ଗ ପୁଅ ଝିଅଙ୍କୁ ଧରି ଘାଣ୍ଟି ହେଉଛନ୍ତି ଅମାବାସ୍ୟାର କାଳରାତି ମଧ୍ୟରେ, ଆଉ ଛନ୍ଦି ହୋଇଯାଇଛନ୍ତି ମିଥ୍ୟା ପ୍ରତିଶ୍ରୁତି ଦେଇଥିବା ପେଟ୍ରୋଲ ପମ୍ପ ମାଲିକ ପାଖରେ। ବ୍ୟବସାୟର ପସରା ଖୋଲିଦେଇ ନିରୀହ ଲୋକଙ୍କୁ କେମିତି ଶୋଷଣ କରାଯାଉଛି, ତାହାର ଏକ ଜ୍ୱଳନ୍ତ ପ୍ରତିଛବି ଦେଖାଯାଇଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରରୁ କଣ୍ଟାବାଞ୍ଝି ରାସ୍ତା 53 ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପରେ। ଆର୍ଥିକ ଅନାଟନ ମଧ୍ୟରେ ଘାଣ୍ଟି ଚକଟି ହୋଇ ନିଜର ଦିବ୍ୟାଙ୍ଗ ପୁଅ ଝିଅଙ୍କ ଭବିଷ୍ୟତ ପାଇଁ ରାସ୍ତା କଡ଼ରେ ରହିଥିବା ନିଜର ପିତୃ ସମ୍ପତ୍ତି ଜମି ଖଣ୍ଡକ ପେଟ୍ରୋଲ ପମ୍ପ କରିବା ପାଇଁ ଲିଜରେ ଦେଇଥିଲେ ଚନ୍ଦ୍ରବାଗ। ପେଟ୍ରୋଲ ପମ୍ପ ମାଲିକଙ୍କ ମିଠା କଥାରେ ଭୁଲିଯାଇ ଆଜିକୁ 3.5 ବର୍ଷ ହେବ ଠକେଇ ଚାଲିଛନ୍ତି ପେଟ୍ରୋଲ ପମ୍ପ ମାଲିକ। ଆଜି ତମ ବ୍ୟାଙ୍କ ଖାତାରେ ଟଙ୍କା ଜମା ହୋଇଯିବ, କାଲି ଜମା ହୋଇଯିବ କହି ଏହା ମଧ୍ୟରେ 3.5 ବର୍ଷ ବିତିଗଲାଣି ସିନା, ହେଲେ ନିରୀହ ଗରିବ ବୃଦ୍ଧ ବ୍ୟାଙ୍କ ଖାତାରେ ଟଙ୍କା ଜମା ହୋଇପାରୁନାହିଁ। କେମିତି ଯେ ପାଷାଣ ହୃଦୟ ନେଇ ଜଣେ ନିରୀହ ବୁଢ଼ାଙ୍କୁ ଶୋଷଣ କରିପାରୁଛନ୍ତି, ତାହା ବୃଦ୍ଧ ଚନ୍ଦ୍ରବାଗଙ୍କୁ ଦେଖିଲେ ଆଖିରୁ ଲୁହ ଝରି ଆସିବ। बाबा क्या तिर लगी तुम पेट्रोल टाकी आज बंद कर तो मुझे दीछा 3 बरस उपरे हलाना देवी केल देवी बोलवा जो मुझे कोई हारीगनी से लाइन में बंद कर लिस्ट टंका नहीं लिस्ट टंका मुझे नहीं दवा हेते लाइन में बंद कर। तुम केते बजारू पेट्रोल टैंक बंद कर 6 बजे 11 बजे तो एबे मालिक के तुम बंद कलाटा से खबर पाला ना कि नहीं पावा से खबर से मैंने दी थी तो मोर लगा नहीं भेट मालिक तो तुम पाक के पहुँचला ना कि नहीं पहुँचवा नहीं पहुँच केते बेल हला ना तुमर स्ट्राइक बेलू स्ट्राइक वालों एबे 11 बजे लाना एतकी बेल तो नहीं पहुँचवा। तारपरे मालिक जदि तुम बंद कर नहीं आसबा तो केते बेल तक तुम बंद कर पारबो? हम बंद करिए नहीं पहुँचल मत पैसा नहीं पड़वा टंका नहीं दबा तो तुम बंद कर नहीं पड़वा तो बंद केबे टंका आज पड़वा कि काली पड़वा बोली के दिन आते कहला? हाँ कही हांती कर केते डेट दी वर्षे 2 वर्ष ही बीते देला। ଠକାମିର ଶିକାର ହୋଇଗଲେ ବୃଦ୍ଧ ଚନ୍ଦ୍ରବାଗ। ଗରିବର ଜୀବନ ନୌକାରେ କାତ ମାରି ଥକି ପଡ଼ିଥିଲେ ମଧ୍ୟ ପେଟକୁ ଆହାର ଗଣ୍ଡିଏ ପାଇଁ ସଂଘର୍ଷ କରି ଚାଲିଥାନ୍ତି। ଗରିବ କୁଡ଼ିଆରେ ରହିଥିବା ଦିବ୍ୟାଙ୍ଗ ପୁଅ ଝିଅଙ୍କ ଅବସ୍ଥା ଦେଖି ସହିପାରି ନଥିଲେ ବୃଦ୍ଧ ଜଣଙ୍କ। ଜୀବନ ସାରା ସଂଘର୍ଷ କରିଥିବା ବୃଦ୍ଧ ଜଣଙ୍କ ପୁଣି ସଂଘର୍ଷର ପାହାଚ ଚଢ଼ିବା ପାଇଁ ଥରଥର ହୋଇ ଚାଲିଗଲେ ତାଙ୍କ ଜମିରେ ମୁଣ୍ଡ ଟେକି ରହିଥିବା ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପକୁ। ଯେଉଁ ପେଟ୍ରୋଲ ପମ୍ପ ପାଇଁ ଚନ୍ଦ୍ରବାଗ ପେଟ୍ରୋଲ ପମ୍ପ ମାଲିକଙ୍କୁ ଜମି ଲିଜରେ ଦେଇ 3.5 ବର୍ଷ ହେଲା ଟଙ୍କାଟିଏ ବି ପାଇନାହାନ୍ତି। 3.5 ବର୍ଷର ଅପେକ୍ଷା ପରେ ପେଟ୍ରୋଲ ପମ୍ପକୁ ବନ୍ଦ କରି ରଖିଲେ ବୃଦ୍ଧ ଚନ୍ଦ୍ରବାଗ। ତାଙ୍କ ଲିଜ୍ ଟଙ୍କା ନ ପାଇବା ପର୍ଯ୍ୟନ୍ତ ତାଙ୍କ ଜମିରେ ପେଟ୍ରୋଲ ପମ୍ପ ଚାଲିବାକୁ ଦେବି ନାହିଁ ବୋଲି ଜିଦ୍ ଧରି ବସିଥିଲେ। ଖବର ପାଇ ପେଟ୍ରୋଲ ପମ୍ପର ଦ୍ୱିତୀୟ ମାଲିକ ଅଶୋକ କୁମାର ଅଗ୍ରୱାଲ ଘଟଣାସ୍ଥଳରେ ଆସି ପହଞ୍ଚି ଚନ୍ଦ୍ରବାଗଙ୍କୁ ବୁଝାସୁଝା କରିଥିଲେ। ଚନ୍ଦ୍ରବାଗ ତାଙ୍କ ଲିଜ୍ ଟଙ୍କା ପାଇଁ ଜିଦ୍ ଧରି ବସିଥିବାରୁ ମାଲିକ ଅଶୋକ କୁମାର ଅଗ୍ରୱାଲ ପୁଣି ଚନ୍ଦ୍ରବାଗଙ୍କୁ ପ୍ରତିଶ୍ରୁତି ଦେଇଥିଲେ, 20 ଦିନ ମଧ୍ୟରେ ତମ ବ୍ୟାଙ୍କ ଖାତାରେ ଟଙ୍କା ଜମା ହୋଇଯିବ ବୋଲି ଦୃଢ଼ୋକ୍ତି ଦେଇଥିବା ଯୋଗୁଁ ପେଟ୍ରୋଲ ପମ୍ପ ଚାଲିବା ପାଇଁ ବୃଦ୍ଧ ଚନ୍ଦ୍ରବାଗ କହିଥିଲେ। ଯଦି 20 ଦିନ ମଧ୍ୟରେ ଜମା ଖାତାରେ ଟଙ୍କା ଜମା ନ ହୁଏ, ତାହେଲେ ଏଠାରେ କାହାକୁ ପୂରେଇ ଦେବି ନାହିଁ ବୋଲି ଚେତାବନୀ ଦେଇଛନ୍ତି।
ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, ଏବେ ନ୍ୟୁଜ୍।